PBW ପିଲାଙ୍କ ବହି ଛବିଳ ଗଣିତ ଖେଳ ଭାଗ 2 ପୃଷ୍ଠା ନମ୍ବର 8 ପୃଷ୍ଠାରେ ଥିବା ଅଭ୍ୟାସ କାର୍ଯ୍ୟଟି ହେଉଛି ଗାରଟାଣ ଓ ମଜାନିୟ। ତାହେଲେ ଏହି ଅଭ୍ୟାସ କାର୍ଯ୍ୟ ବା ଗଣିତ କାର୍ଯ୍ୟ ପୁସ୍ତିକାଟି କେବଳ କୁନି କୁନି ପିଲାମାନଙ୍କ ପାଇଁ। ତ ଆସନ୍ତୁ ଏହାର ଯୋଗ କାର୍ଯ୍ୟ କରିବା। ସଂଖ୍ୟା ଗୁଡ଼ିକ ଯୋଗ କରିବା ଏବଂ ଯେଉଁ ସଂଖ୍ୟାଟି ଯୋଗଫଳରେ ବାହାରିବ ସେହି ସଂଖ୍ୟାକୁ ଆମେ ଗାରଟାଣି ଯୋଡ଼ିବା। ପ୍ରଥମ ସଂଖ୍ୟାଟି ଦିଆଯାଇଛି 42 ମିଶାଣ 16। ବର୍ତ୍ତମାନ 42 ଏବଂ 16କୁ ଯୋଗ କରିବା। 2 ଇଏ 6 2 ମିଶାଇ ଦେଲେ କେତେ ହେବ 8 ଲେଖିଦେଲି। ବର୍ତ୍ତମାନ 4କୁ 1ରେ ମିଶାଇବା କେତେ ହେବ 5। ସଂଖ୍ୟାଟି ହେବ 58। 5 10 8 58 ସଂଖ୍ୟାକୁ ଗାରଟାଣି ଆଗରୁ ହିଁ କରାଯାଇଛି। ନେକ୍ସଟ ଆଉ ଗୋଟେ ସେମିତି 51 ମିଶାଣ 34। 51 ମିଶାଣ 34 ମିଶାଇ ଦେବା। 4କୁ 1ରେ ମିଶାଇ ଦେଲେ ହେବ 5। 5କୁ 3ରେ ମିଶାଇ ଦେଲେ ହେବ 8। ସଂଖ୍ୟାଟି ହେବ 85। 85କୁ ଗାରଟାଣି ଯୋଡ଼ି ଦିଆଯାଇଛି। ସେହିପରି 71 ମିଶାଣ 16। ସେହିପରି 83 ମିଶାଣ 12। 83ରେ 8 ହେବ 10 3 1 ଏବଂ 12ରେ 1 10 2 1। 1କୁ 1 ଘର ସଂଖ୍ୟା ସହିତ ମିଶାଇବା ଏବଂ 10କୁ 10 ଘର ସଂଖ୍ୟା ସହିତ ମିଶାଇଦେବା। 3ରେ 2 ମିଶିଲେ 5। 8ରେ 1 ମିଶିଲେ ହେବ 9। ସଂଖ୍ୟାଟି ହେବ 95। 9 10 5 95 ଗାରଟାଣି ଯୋଡ଼ି ଦେଲି। ସେହିପରି 42 ମିଶାଣ 27। 2ରେ 7 ମିଶିଲେ ହେବ 9। 4ରେ 2 ମିଶିଲେ ହେବ 6। ସଂଖ୍ୟାଟି ହେବ 6 10 9 69। ମୁଁ ଯୋଡ଼ି ଦେଉଛି। ସେହିପରି 15 ମିଶାଣ 54। 5ରେ 4 ମିଶିଲେ 9 ଏବଂ 1ରେ 5 ମିଶିଲେ ହେବ 6। ସଂଖ୍ୟାଟି ହେଉଛି 69। 6 10 9 69 ସେଟା ସେମ୍ ହିଁ ହେଇଯାଉଛି। ବାଇ ମିଷ୍ଟେକ୍ରେ ବୋଧେ ଦେଇଥିବ ଆଉ। ନେକ୍ସଟ ଆମେ ଦେଖିବା 53 ମିଶାଣ 31। 53କୁ ଆମେ 31ରେ ମିଶାଇବା। 3ରେ 1 ମିଶିଲେ 4। 5ରେ 3 ମିଶିଲେ ହେବ 8। ସଂଖ୍ୟାଟି ହେବ 84। 8 10 4 84 ଏବଂ 33 ମିଶାଣ 66। 33କୁ 66ରେ ମିଶାଇବା। ସଂଖ୍ୟାଟି ହେବ 99। 99କୁ ମୁଁ ଗାରଟାଣି ଯୋଡ଼ି ଦେଉଛି। 42 ମିଶାଣ 24। 42କୁ 24ରେ ମିଶାଇ ଦେବ। ସଂଖ୍ୟାଟି ହେବ 66। 66କୁ ମୁଁ ଗାରଟାଣି ଯୋଡ଼ି ଦେଉଛି। ସେହିପରି ଡାହାଣ ପାର୍ଶ୍ୱରେ ଥିବା ସଂଖ୍ୟା ଗୁଡ଼ିକ ମଧ୍ୟ ଯୋଗ କରିବା ଏବଂ ଯୋଗଫଳ ଯେତିକି ହେବ ସେହି ସଂଖ୍ୟାକୁ ଗାରଟାଣି ଯୋଡ଼ିବ। 55 ମିଶାଣ 44। ସଂଖ୍ୟାଟି ହେବ 99। ମୁଁ 99କୁ ଯୋଡ଼ି ଦେଉଛି। ଷାଠିଏ ମିଶାଣ 16। ସଂଖ୍ୟାଟି ହେବ 76। 76କୁ ମୁଁ ଗାରଟାଣି ଯୋଡ଼ି ଦେଉଛି। 33 ମିଶାଣ 25। 33 ମିଶାଣ 25 ସଂଖ୍ୟାଟି ହେବ 58। 5 10 8 58। 73 ମିଶାଣ 22। ସଂଖ୍ୟାଟି ହେବ 95। 32 ମିଶାଣ 55। 32 ମିଶାଣ 55 ସଂଖ୍ୟାଟି ହେବ 87। 8 10 7 87। 12 ମିଶାଣ 72। 12 ମିଶାଣ 72 ସଂଖ୍ୟାଟି ହେବ 84। 8 10 4 84। 51 ମିଶାଣ 15 ସଂଖ୍ୟାଟି ହେବ 66। ସେହିପରି 42 ମିଶାଣ 34 ସଂଖ୍ୟାଟି ହେବ 85। 8 10 5 85। 36 ମିଶାଣ 33 ସଂଖ୍ୟାଟା ହେବ 69। 6 10 9 69 ଗାରଟାଣି ଯୋଡ଼ିଦେଲି। ବର୍ତ୍ତମାନ ଆମର ଗାରଟାଣ ଓ ମଜାନିୟ ଯୋଗ ପ୍ରକ୍ରିୟା ସରିଗଲା ବା ମିଶ୍ରଣ ପ୍ରକ୍ରିୟାଟା ସରିଗଲା।
ବର୍ତ୍ତମାନ 9 ନମ୍ବର ପୃଷ୍ଠାରେ ଥିବା ଗାରଟାଣ ଓ ମଜାନି ଅଭ୍ୟାସ କାର୍ଯ୍ୟଟି କରିବା। 8 ନମ୍ବର ପୃଷ୍ଠାରେ ଥିଲା ଯୋଗ ପ୍ରକ୍ରିୟା, ବର୍ତ୍ତମାନ ଅଛି ବିୟୋଗ ପ୍ରକ୍ରିୟା। ସଂଖ୍ୟାଟି ଅଛି 88 ଫେଡ଼ାଣ 35। 88 ଫେଡ଼ାଣ କରିବା 35। ଏକ ଘର ସଂଖ୍ୟାକୁ ଏକ ଘର ସଂଖ୍ୟା ସହିତ ବିୟୋଗ କରିବା, 10 ଘର ସଂଖ୍ୟାକୁ 10 ଘର ସଂଖ୍ୟା ସହିତ ବିୟୋଗ କରିବା। ଇଏ ଅଛି 8, 8ଟା ଗାର ଦେଉଛି 1, 2, 3, 4, 5, 6, 7, 8। 5 କାଟି ଦେଉଛି 1, 2, 3, 4, 5 କାଟିଦେଲି, କେତେ ରହିଲା 1, 2, 3। ଏଠି ମୁଁ ଲେଖିଦେଉଛି 3। ସେହିପରି 8 ଅଛି, 8ଟି ଗାର ଦେଉଛି 1, 2, 3, 4, 5, 6, 7, 8। 3 ସଂଖ୍ୟା ଅଛି ତଳେ, 3ଟାକୁ ମୁଁ କାଟିଦେଲି, କେତେ ରହିଲା 1, 2, 3, 4, 5। ସଂଖ୍ୟାଟି ହେଲା 5। ତାହେଲେ ଏଇଠି 3, 1, 5, 10, 5, 10, 3, 53। 53 କୋଉଠି ସଂଖ୍ୟା ଅଛି, 5, 10, 3, 53। ତାହେଲେ ଆମେ ଏଇ ସଂଖ୍ୟାଟାକୁ ଗାରଟାଣି ଯୋଡ଼ିବା। ସେହିପରି ପିଲାମାନେ ନିଜ ନିଜ ଖାତା ଧରିକି ବିୟୋଗ କାର୍ଯ୍ୟ କରିବ ଏବଂ ଯେଉଁ ସଂଖ୍ୟା ବାହାରିବ ସେହି ସଂଖ୍ୟାକୁ ଗାରଟାଣି ଯୋଡ଼ିବ। ବର୍ତ୍ତମାନ ଆମେ 78 ଫେଡ଼ାଣ 84 କରିବା। 78କୁ 44ରେ ବିୟୋଗ କଲେ ହେବ 34। 3, 10, 4, 34। ସଂଖ୍ୟାଟି କୋଉଠି ଅଛି, 3, 10, 4, 34 ଗାରଟାଣି ଯୋଡ଼ିଦେଲେ। ବର୍ତ୍ତମାନ 60 ଫେଡ଼ାଣ 20। 60ରୁ 20, 0ରେ 0 ବିୟୋଗ କଲେ 0, 6ରୁ 2 କାଟିଲେ ହେବ 4, ସଂଖ୍ୟାଟି ହେବ 40। ସେହିପରି 67 ଫେଡ଼ାଣ 25। 67ରୁ ଆମେ 25 ବିୟୋଗ କରିବା। 67ରୁ 25 ବିୟୋଗ କଲେ ହେବ 42। 4, 10, 2, 42 ଗାରଟାଣି ମୁଁ ଯୋଡ଼ି ଦେଉଛି। ସେହିପରି 47 ଫେଡ଼ାଣ 24। 7ରୁ 4 ଫେଡ଼ାଣ କଲେ ହେବ 3, 4ରୁ 2 ଫେଡ଼ାଣ କଲେ ହେବ 2, ସଂଖ୍ୟାଟି ହେବ 23। 2, 10, 3, 23। 3ରୁ 2 ଗଲେ 1, 8ରୁ 3 ଗଲେ 5, ସଂଖ୍ୟାଟି ହେବ 51। 5, 10, 1, 51। ସଂଖ୍ୟାଟି କୋଉଠି ଲେଖା ହେଇଛି, 5, 10, 51। ସେଇ ଚିତ୍ରଟାକୁ ଆମେ ଗାରଟାଣି ଯୋଡ଼ିଦେବା। ସେହିପରି 85 ଫେଡ଼ାଣ 35। ସଂଖ୍ୟାଟି ହେବ 50। 5, 10, 0, 50 ଗାରଟାଣି ଯୋଡ଼ିଦେଲେ। ବର୍ତ୍ତମାନ 69 ଫେଡ଼ାଣ 45। 69କୁ 45ରେ ବିୟୋଗ କଲେ ହେବ 24। 2, 10, 4, 24 ଗାରଟାଣି ଯୋଡ଼ିଦେଲେ। ବର୍ତ୍ତମାନ 20 ଫେଡ଼ାଣ 5। ସଂଖ୍ୟାଟି ହେବ 15। ସେହିପରି ଡାହାଣ ପାର୍ଶ୍ୱରେ ଥିବା ସଂଖ୍ୟା ଗୁଡ଼ିକ ମଧ୍ୟ ବିୟୋଗ କରିବା। ବିୟୋଗ ଫଳ ଯାହା ବାହାରିବ ସେହି ସଂଖ୍ୟାକୁ ଆମେ ଗାରଟାଣି ଯୋଡ଼ିବା। 57 ଫେଡ଼ାଣ 23। 57 ଫେଡ଼ାଣ 23 ସଂଖ୍ୟାଟି ହେବ 34। 3, 10, 4, 34। 99 ଫେଡ଼ାଣ 46 ସଂଖ୍ୟାଟି ହେବ 53। 5, 10, 3, 53। 85 ଫେଡ଼ାଣ 70। 5ରୁ 0 କଲେ ତ ସେଇ 5 ହିଁ ଆସିବ। 8ରୁ 7 ଫେଡ଼ାଣ ହେଲେ 1, ତାହେଲେ ସଂଖ୍ୟାଟି କେତେ ହେବ 15। ସେହିପରି 99 ଫେଡ଼ାଣ 57। 99ରୁ 57 ଫେଡ଼ାଣ କଲେ ସଂଖ୍ୟାଟି ହେବ 42। 4, 10, 2, 42 ଗାରଟାଣି ଯୋଡ଼ିଦେଲେ। ସେହିପରି 46 ଫେଡ଼ାଣ 23। 46ରୁ 23 ଫେଡ଼ାଣ କଲେ ହେବ 6ରୁ 3 ଗଲେ ହେବ 3, ସେମିତି 4ରୁ 2 ଗଲେ 2, ତାମାନେ କେତେ ହେଲା 23। 2, 10, 3, 23। ସେହିପରି 85ରୁ ଆମେ 34 ଫେଡ଼ାଣ କଲେ, ଇଏ 5ରୁ 4 ଗଲେ 1, 8ରୁ 3 ଗଲେ 5, ସଂଖ୍ୟାଟି ହେବ 51। 5, 10, 1, 51 ଗାରଟାଣି ଯୋଡ଼ିଦେଲେ। ସେହିପରି
ଅଣାଅଶୀ ଫେରଣ ଅଣଚାଳିଶ। ଅଣାଅଶୀ ଫେରଣ ଅଣଚାଳିଶ ସଂଖ୍ୟାଟି ହେବ 40। 4 10 ଶୂନ 40 11 ଟଣି ଯୋଡ଼ିଦେଲେ ସେହିପରି 47 ଫେରଣ 23 ସଂଖ୍ୟାଟି ହେବ 24 2 10 4 24 11 ଟଣି ଯୋଡ଼ିଦେଲେ ସେହିପରି 90 ଫେରଣ 40 90ରୁ 40 ଗଲେ ସଂଖ୍ୟା ରହିବ 50। 5 10 ଶୂନ 50 11 ଟଣି ଯୋଡ଼ିଦେଲେ। ବର୍ତ୍ତମାନ ଆମର ଯୋଗ ପ୍ରକ୍ରିୟା ବିୟୋଗ ପ୍ରକ୍ରିୟା ସରିଲା। ନେକ୍ସଟ ଭିଡ଼ିଓରେ ପୃଷ୍ଠା ନମ୍ବର 10ର ଅଭ୍ୟାସ କାର୍ଯ୍ୟ କରିବା।